ଆମ୍ବୁଲ ରାଇ ବା ଆମ୍ବୁଲ ଖଟା ଯାହା ବି ଆପଣମାନେ କହିପାରିବେ। ଏ ଆମ୍ବୁଲ ରାଇ ବା ଆମ୍ବୁଲ ଖଟା ଯେକୌଣସି ଭୋଜି ଭାତରେ ଆପଣ ନିଶ୍ଚୟତଃ ଖାଇଥିବେ। ଖାଇଲା ପରେ ଆପଣମାନଙ୍କ ମନକୁ ପ୍ରଶ୍ନ ତ ନିହାତି ଆସୁଥିବ ୟାକୁ କେମିତି ବନାଯାଏ। ତେବେ ଆଉ ଡେରି କାହିଁକି, ଚାଲନ୍ତୁ ବନେଇବା ଷ୍ଟାର୍ଟ କରିବା। ଆଶା କରୁଛି ଭିଡ଼ିଓଟି ଭଲ ଲାଗିବ। ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ଯଦି ନୂଆ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ମୋ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ପ୍ରଥମେ ଆମ୍ବୁଲ ରାଇ ପାଇଁ ମୁଁ ଏଠି 4ରୁ 5 ଖଣ୍ଡ ଛୋଟ ଆମ୍ବୁଲ ଆଉ ବଡ଼ ଆମ୍ବୁଲ ନେଇଯାଇଛି। ଆଉ ତାକୁ ଅଧଘଣ୍ଟେ ବତୁରେଇ ଦେବା। ସେଇ ଭିତରେ ଆମେ ଗୋଟେ ମସଲା ରେଡ଼ି କରିବା। ମୁଁ ଏଠି କିଛି ଧଳା ସୋରିଷ, କଳା ସୋରିଷ ଆଉ ଜିରା, ଶୁଖିଲା ଲଙ୍କାକୁ ଆଗ ପ୍ରଥମେ ଗ୍ରାଇଣ୍ଡିଙ୍ଗ କରିଦେଇଛି। ଆଉ ସେଥିରେ ଆମେ ଆଡ଼୍ କରିବା ନଡ଼ିଆ କୋରା କିଛି, ଆଉ ରସୁଣ, ଅଦା, ଏଇସବୁକୁ ପାଣି ଦେଇକି ଟିକେ ବାଟି ନେବା। ଏ ବାଟଣ କିଛି ବଟା ହେଇଛି। ଆଉ ସେଥିରେ ମୁଁ କିଛି ଦହିକୁ ବି ଆଡ଼୍ କରିଦେଲି ତା ସାଙ୍ଗରେ ବାଟିଦେବା ମିଶାଇକି। ଏ ଆମ୍ବୁଲ ରାଇ କେବଳ ଭାତ ଡାଲମା ହେଇଗଲେ ଆମ୍ବୁଲ ରାଇ ଯଦି ସାଇଡ଼ରେ ଥିବ ଆଉ କିଛି ସାଇଡ଼ ଆଇଟମ୍ ଦରକାର ହେବ ନାହିଁ। ଆଉ ଏଇଟା ବନେଇବା ବହୁତ ଇଜି ପ୍ରୋସେସ୍ରେ ମୁଁ ବନଉଛି। ଆପଣମାନେ ଚାହିଁଲେ ଏକୁ ସହଜରେ ବନେଇ ପାରିବେ। ନିଶ୍ଚୟ ଏମିତି ବନାନ୍ତୁ। ଆଉ ମୁଁ ଯାହା ବାଟିକି ରଖିଥିଲି ସେ ଆମ୍ବୁଲକୁ ଟିକେ ପାଣିରେ ଚକଟି ଦେଲା ପରେ ସେ ଯେଉଁ ବାଟିକି ରଖିଥିଲି ଯେଉଁ ବେସରଟା ଆଉ ଦହି ନଡ଼ିଆ ସବୁ ସେଇଥିରେ ଦେଇଦେଲି। ଆଉ କିଛି କଞ୍ଚା ସୋରିଷ ତେଲ ତାକୁ ବି ଦେଇଦେଲି। ଆଉ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, ଚିନି ସବୁ ଦେଇଦେଲା ପରେ ତାକୁ ଭଲକି ଆମେ ଗୋଳେଇକରି 10ରୁ 15 ମିନିଟ୍ ସାଇଡ଼ରେ ରଖିନେବା। ତାକୁ ମୁଁ ଗ୍ୟାସରେ ବସାଇଦେଲି ଟିକେ ଫୁଟିଯିବା ପାଇଁ। ଭଲକି ଟିକେ ଫୁଟିଗଲାଣି। ଇଏ ପ୍ରାୟ ହେଇଗଲାଣି। ଏକୁ ଓହ୍ଲେଇକି ସାଇଡ଼ରେ ରଖିନେବା। ଆମର ଆମ୍ବୁଲ ତ ହେଇଗଲା, ତାକୁ ଓହ୍ଲେଇ ଦେଇକି ସାଇଡ଼ରେ ରଖିଦେଇଛି। ଏବେ ଗୋଟେ କଢ଼େଇ ନେଇଯିବା, ସେଥିରେ 2 ଚାମଚ ତେଲ ଦେଇଦେବା। ଆଉ ଫୁଟଣ, ଭୃଷୁଙ୍ଗା ପତ୍ର, ଶୁଖିଲା ଲଙ୍କା ଏଇସବୁକୁ ଦେଇକି ଆମେ ତାକୁ ତଡ଼କା ଲଗାଇଦେବା। ଆଉ ସେଇଥିରେ ସେ ଆମ୍ବୁଲ ବେସର ଜାଗାରେ ହିଁ ଢାଳିଦେବା। ଏଇଠି ଆମର ରେଡ଼ି ହେଇଗଲା ଖଟା ମିଠା ଆମ୍ବୁଲ ବେସର। ମୁଁ ଟିକେ ଝୋଳିଆ ରଖିଛି। ଆପଣମାନେ ଚାହିଁଲେ ଆଉ ଟିକେ ବି ବହଳିଆ କରିପାରିବେ। ଯେହେତୁ ଆମେ ଏଇଟା ଘରେ ଖାଇବା, ଆଉ ଏଠି ମୁଁ ଆଉ ଟିକେ ପତଳା କରିଦେବି କାରଣ ଆମ ବାବୁଙ୍କର ଟିକେ ପତଳା ଝୋଳ ଆଉ ମିଠା ପଡ଼ିବନି, ତାଙ୍କର ସେଇ ଆମ୍ବୁଲ ରାଇ ଦରକାର। ଆଉ ମୁଁ ଖୋଲି ସାରିଲା ପରେ ଏଠି ଚିନି ଦେଇ ଦେଉଛି। ଆଶା କରୁଛି ମୋର ଏ ରେସିପି ଆପଣମାନଙ୍କୁ ପସନ୍ଦ ଆସିବ। ପସନ୍ଦ ଆସିଲେ ଲାଇକ୍ କରିବେ, ସେୟାର କରିବେ। ମୁଁ ଚିନି ଦେଇ ସାରିଲା ପରେ ଏଇଟା ଆଉ ଟିକେ ଫୁଟେଇ ଦେଉଛି କାରଣ ବହଳିଆ ବନେଇବା ପାଇଁ। ଏଇଠି ଆମର ରେଡ଼ି ହେଇଯାଇଛି ଖଟା ମିଠା ଆମ୍ବୁଲ ବେସର ବା ଆମ୍ବୁଲ ଖଟା। ଏକୁ ଗୋଟେ ସପ୍ତାହ ପର୍ଯ୍ୟନ୍ତ ରଖିକି ଆପଣମାନେ ଖାଇପାରିବେ। ରହୁଛି। ଜୟ ଜଗନ୍ନାଥ।